ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ଆପଣ ସମସ୍ତେ ଭଲରେ ଥିବେ। ଗପଟି ଷ୍ଟୋରି ହେଉଛି ଯେ ଭୁଲି ଯାଇଥିବା ହାର। ଷ୍ଟୋରିଟା କେମିତି ଲାଗିବ ଆପଣମାନେ କମେଣ୍ଟରେ କହିବେ। ଚାଲନ୍ତୁ ଭିଡ଼ିଓଟି ଆରମ୍ଭ କରିବା। ଗୋଟା ଗାଁରେ ସୁରଭି ନାମରେ ଗୋଟେ ସରଳ ଝିଅଟି ରହୁଥିଲା। ତା ନାଁ ଥିଲା ସୁରଭି। ସିଏ ସେଥିରେ ପୁଣି ତାଙ୍କର ପୁରୁଣା ଘରଟି ଥିଲା। ପୁରୁଣା ଘରେ ତାଙ୍କ ପରିବାର ସହ ରହୁଥିଲେ। ସେ ଘରେ ଲୁଚେଇଥିବା ଗୋଟେ ହାର ଥିଲା, ଗୋଟେ ସୁନାର ନେକଲେସ୍ ଥିଲା। ସେ ଘରେ ଲୁଚେଇକି ରଖିଥିଲେ। ଲୋକମାନେ କୁହନ୍ତି ସେଇ ହାରକୁ ଯିଏ ରଖିବ ସେ ସତ କଥା କହୁଥିବ ଆଉ ଭଲ ମଣିଷ ହେଇଥିବ। ସେ ହାରଟି ତାରି ପାଖରେ ରହିବ। ନହେଲେ ସିଏ ମିଛ କହୁଥିବ କି ଲୁଚଉଥିବ, ସେ ହାରଟି ତା ପାଖରେ ହଜିଯିବ। ସୁରଭି ପରିବାର ବହୁତ ଗରିବ ଥିଲେ ଓ ଦୁର୍ବଳ ଥିଲେ। ତାଙ୍କ ଜଣେ ରିଲେଟିଭ୍ ଥିଲା, ତା ନାଁ ଥିଲା ରଘୁ। ସେ ଲୋଭି ଥିଲା ଆଉ ଚତୁର ଥିଲା। ଏ ହାର ପାଇଁ ସେ ଗୋଟେ ଚାଲ କରିବାକୁ ଲାଗିଲା। ସେ କହିଲା ଯେ ହାରଟି ମୁଁ କେମିତି ଚୋରି କରି ନେଇଯିବି। ଏକ ଦିନ ସୁରଭି ହାରଟିକୁ ଭୁଲ କରି ପୁରୁଣା ଟ୍ରଙ୍କ ଖୋଲିବା ସମୟରେ ରଘୁ ଦେଖିଦେଲେ। ରଘୁ ଦେଖିଥିଲେ ଯେ ଏ ହାରଟି ସୁରଭି ଟ୍ରଙ୍କ ଭିତରେ ଲୁଚେଇକି ରଖୁଛି। ସୁରଭି ଭାବେ ଯେ ଏ ହାରକୁ ବିକିଦେଲି ଯଦି ମୋ ପରିବାର ସମସ୍ୟାଟା ଭଲ ହେଇଯିବ। ଏ ହାରଟି ରଖି ତ କିଛି କାମ ହଉନି, ଆକୁ ମୁଁ ବିକିଦେଲେ ମୋ ପରିବାର ଯାହା ସମସ୍ୟା ଅଛି ସେଇଟା ଭଲ ହେଇଯିବ। ସୁରଭି ହାରଟିକୁ ବଜାରକୁ ନେଇକି ଗଲା ଆଉ ଗହଣା ବ୍ୟବସାୟୀଙ୍କୁ ଦେଖେଇଲା। ଯିଏ ଆମର ହାର ହେରିକା କିଣନ୍ତି ସୁନା ଦୋକାନୀ, ତାଙ୍କୁ ନେଇ ସୁରଭି ହାରଟି ଦେଖେଇଲା। ବ୍ୟବସାୟୀ କହିଲେ ଯେ ଇଏ ସାଧାରଣ ହାର ନୁହେଁ। ଏ ହାରଟି ଯେଉଁ ତୁମେ ରଖିଛ ଆଣିଛ ମୋ ପାଖକୁ ବିକିବା ପାଇଁ, ସାଧାରଣ ହାର ନୁହେଁ। ଏହାର ମୂଲ୍ୟ ଆଶାନୀ, ଏହାର ମୂଲ୍ୟ ବହୁତ। କିନ୍ତୁ ଏହାର ଅଜଣା ଚିହ୍ନ ରହିଛି। କିନ୍ତୁ ଏ ହାରର ଗୋଟେ ଚିହ୍ନ ଅଛି, ଅଜଣା ଚିହ୍ନ। ସୁରଭି ଏ କଥା ଶୁଣିକି ତାକୁ ଭୟ ଲାଗିଲା। ସେଥିରେ ରଘୁ ଲୁଚିକି ସୁରଭି ପଛେ ପଛେ ରଘୁ ଯାଇକି ଲୁଚିକି ସୁରଭିଙ୍କ ଏସବୁ କଥା ଶୁଣିଲା। ସୁନା ବ୍ୟବସାୟୀ ଯାହା କହିଲେ ସୁରଭି ସୁରଭି ପଛେ ସେ ଲୁଚିଥିଲା, କିନ୍ତୁ ସବୁ କଥା ଶୁଣିଦେଲା। ରଘୁ କ'ଣ କଲା ନା ରାତିରେ ହାରଟିକୁ ଚୋରି କରିଦେଲା। ଚୋରି କରି ତାକୁ ନେଇଗଲା ସାଥିରେ। ରଘୁ ହାରକୁ ନିଜେ ରଖିଥାଏ। ହାରଟି ଏକାଧିକ ଗୁମ୍ ହୋଇଗଲା। ହାରଟି ରଘୁ ପାଖରେ ଥିଲା କିନ୍ତୁ ହଜିଯାଉଥିଲା। ସେ ପାଉଥିଲା, କେବେ ପକେଟରେ ରଖୁଥିଲା, କେବେ ଆଲମାରୀରେ ରଖିଦେଉଥିଲା। ଏମିତି ହେଇକି ହାରଟି ମାନେ ପଳେଇ ଯାଉଥିଲା, ପୁଣି ତା ପାଖକୁ ରଘୁ ପାଖକୁ ପଳେଇ ଯାଉଥିଲା। ଆଉ ତାକୁ ସ୍ୱପ୍ନରେ ତାପରେ ଭୟଙ୍କର ଶବ୍ଦ, ଭୂତ ସ୍ୱପ୍ନ, ଠାକୁରଙ୍କ ସ୍ୱପ୍ନ, ରଘୁକୁ ଏମିତି ସ୍ୱପ୍ନ ଆସିଥାଏ ହାର ପାଇଁ। ଗାଁରେ ଗାଁରେ ଯିଏ ବୁଢ଼ା ଲୋକମାନେ ଥିଲେ ସେ କହିଲେ ଯେ ହାରଟି ସତ୍ୟ ଆଉ ଭଲ ଲୋକ ପାଖରେ ରହିବ, କିନ୍ତୁ ଯିଏ ଚୋର ଠକ ତାଙ୍କ ପାଖେ ସେ ହାରଟି ରହିବ ନାହିଁ। ଶେଷରେ ରଘୁ ସବୁ କଥା ଶୁଣିଲା, ସ୍ୱୀକାର କରି ସୁରଭିଙ୍କଠାରୁ ହାରଟିକୁ ଫେରିଦେଲା। ରଘୁ ସବୁ କଥା ଶୁଣିକି ସୁରଭି ପାଖକୁ ଯାଇକି ତାକୁ ତା ହାରଟାକୁ ଫେରିଦେଲା। ସୁରଭି ସେଇ ହାରକୁ ନେଇ ଗାଁ ମନ୍ଦିରରେ ଦାନ ଦେଇଦେଲା। ଗାଁ ଲୋକ କହିଲେ ଧନ ସମ୍ପତ୍ତିର ମୂଲ୍ୟ ନାହିଁ, ସତ୍ୟ ଭଲ ମଣିଷର ମୂଲ୍ୟ ସର୍ବୋଚ୍ଚ ଅଛି। ଗପଟି ଭଲ ଲାଗିଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବେ।